ଠାରୁ ଧନୀ ପର୍ଯ୍ୟନ୍ତ ସେ ସମସ୍ୟା ସମସ୍ତଙ୍କ ଭିତରେ ରହିଛି। ପ୍ଲିଜ୍ ଆପଣମାନେ ଟିକେ ଚୁପ୍ ରହିଲେ ଆପଣ ଶୁଣିପାରିବେ। କାହିଁ ଗପୁଛନ୍ତି ଆ ଭିତରେ? ଏଣୁ ଯେମିତି ଲୁଣ ଗୋଟିଏ ସମସ୍ୟା, ସେ ଗରିବ ଲୋକର ପଖାଳରେ ପଡ଼ିଲେ ନ ପଡ଼ିଲେ ଯେମିତି ଲାଗେ, ବଡ଼ ଲୋକର ବିରିୟାନୀରେ ନ ପଡ଼ିଲେ ମଧ୍ୟ ସେମିତି ଖରାପ ଲାଗେ। ଠିକ୍ ସେମିତି ଭାବରେ ବିଦ୍ୟୁତ ଶକ୍ତି ଇଲେକ୍ଟ୍ରିକ୍ ହେଉଛି ଏପରି ଏକ ସମସ୍ୟା ଯେ ସବୁ ଲୋକ, ଗରିବ ଲୋକ, ଧନୀ ଲୋକ, ସବୁ ଲୋକ, ପ୍ରତ୍ୟେକ ଲୋକଙ୍କ ପାଇଁକି ଏ ସମସ୍ୟା ବଡ଼ ଜଣାପଡ଼େ। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଏ ସମ୍ପର୍କରେ ଓଡ଼ିଶାରେ ଅନେକ ଦିନ ଆନ୍ଦୋଳନ ଚାଲିଛି, ବିଦ୍ୟୁତ ଆନ୍ଦୋଳନ ଚାଲିଛି। ତା ସତ୍ତ୍ୱେ ପ୍ରତିବର୍ଷ ଗରମ ବଢ଼ୁଛି, ତାତି ବଢ଼ୁଛି ଏବଂ ତା ସାଙ୍ଗରେ ବିଦ୍ୟୁତ ସମସ୍ୟା ବଢ଼ୁଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟୁତର ଆଜି ଦିନରେ ବିଦ୍ୟୁତ କାଟ। ଆପଣମାନେ ଯେଉଁମାନେ ଅଛନ୍ତି ରାତିରେ ବି ବିଦ୍ୟୁତ କାଟ ହେଉଛି, ଅଘୋଷିତ ବିଦ୍ୟୁତ କାଟ। ରାତି 3ଟା ବେଳେ, 2ଟା ବେଳେ, 2:30 ବେଳେ ବିଦ୍ୟୁତ କାଟ ହେଉଛି। ଏବଂ ଦିନବେଳା এই ପାଖରେ ମୁଁ କାଲି ଯାଇଥିଲି ବାଲିଅନ୍ତା ବାଲିପାଟଣା ଠାରୁ ପାଖରେ ଆଉ ଆର ପାଖକୁ ଅଡ଼ଶପୁର ବି ଯାଇଥିଲି। ଏ ସବୁ ଜାଗାରେ ମୁଁ ବସିଛି, ମୋ ସାଙ୍ଗେ ଜଣେ ରିଟାୟାର୍ଡ ଚିଫ୍ ଇଞ୍ଜିନିୟର ବି ଯାଇଥିଲେ। ଲାଇନ୍ କଟ୍ 15 ମିନିଟ୍ 17 ମିନିଟ୍ ଲାଇନ୍ କଟ୍। କାହିଁକି ଏ ଲାଇନ୍ କଟୁଛି? ଆମର ଦେଶରେ, ଆମ ରାଜ୍ୟରେ ଆପଣମାନେ ସମସ୍ତେ ଶୁଣୁଛନ୍ତି, ସବୁବେଳେ ଶୁଣି ଆସୁଛନ୍ତି, ସରପ୍ଲସ୍ ଅଛି। ଅବଶ୍ୟ ଏହା କଥା, ଏହି সময়ଟା ପିକ୍ ପିରିୟଡ଼। ଏ ସମୟରେ ଅଧିକ ବିଦ୍ୟୁତ ଦରକାର ପଡ଼ିଥାଏ, ଅଧିକ ବିଦ୍ୟୁତ ଆସିବାର ଆବଶ୍ୟକତା ରହିଛି। ଏ ବିଦ୍ୟୁତ ଆସିବା ସହିତ ଅଧିକ ବିଦ୍ୟୁତ ଆମେ ତାକୁ ଠିକ୍ ଭାବରେ ପରିଚାଳନା କଲେ ଏ ସମସ୍ୟା ଆମର ଜମା ରହିବା କଥା ନୁହେଁ। ଗୋଟିଏ ବଡ଼ କଥା ହେଉଛି ଯେମିତି ସାଧାରଣ ଲୋକ ବିଦ୍ୟୁତ ଚୋରି କରନ୍ତି, ବିଦ୍ୟୁତ ଥେଫ୍ଟ ବୋଲିକିରି କୁହାଯାଏ, ଏବଂ ତାଙ୍କ ବିରୁଦ୍ଧରେ ଆଇନ ଅଛି। ଆପଣଙ୍କର ଯେଉଁ OERC ଯେଉଁ ଆକ୍ଟ ଅଛି, ଆମର ଇଲେକ୍ଟ୍ରିସିଟି ଆକ୍ଟ 2003, ଯଦି ବିଦ୍ୟୁତ ଥେଫ୍ଟ ହେଲା ଓ ଲୋକ ଧରା ପଡ଼ିବ ତାହେଲେ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବା ଦଣ୍ଡବିଧାନ ଅଛି। ଠିକ୍ ସେମିତି ଭାବରେ ଗୋଟେ କମ୍ପାନୀ ଚୋରି କରୁଛି। ମୁଁ ଆଜିର ମୋର ବଡ଼ ଅଭିଯୋଗ ଆପଣଙ୍କ ପାଖରେ, ଗୋଟେ ଟାଟା କମ୍ପାନୀ ସରକାରଙ୍କର ଜ୍ଞାତସାରରେ, OERCର ଜ୍ଞାତସାରରେ ବିଦ୍ୟୁତ ଶକ୍ତି ଚୋରି କରୁଛି। ଏହା କିପରି ଆପଣମାନଙ୍କୁ କହି ରଖୁଛି ଯେ ଆମେ ହିସାବ କରିକି ଦେଖିଥିଲୁ, ଆମେ ବିଭିନ୍ନ ଜାଗାକୁ ଦେଇଛୁ। ଏପ୍ରିଲ ମାସରେ ଗତ ମାସ ଆପଣଙ୍କର ଖରା ଯେତେବେଳେ ଜମିଲା, ମାସକୁ 24 ଘଣ୍ଟାରୁ 25 ଘଣ୍ଟା ଲାଇନ୍ କଟିଛି। ଅଘୋଷିତ ଲାଇନ୍ 15 ମିନିଟିଆ, 10 ମିନିଟିଆ, 20 ମିନିଟିଆ, ଟୋଟାଲ ମାସକ ଭିତରେ କଟିଛି। ବର୍ତ୍ତମାନ ଏଇ ମାସରେ ଆଜି ସୁଦ୍ଧା 20 ତାରିଖ, 18, 19 ତାରିଖ ସୁଦ୍ଧା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାଖାପାଖି 32 ଘଣ୍ଟା ଏ 10 ଦିନ, ଏ 20 ଦିନ ଭିତରେ ଲାଇନ୍ କଟିଲାଣି। 1.5 ଘଣ୍ଟା, ଘଣ୍ଟାଏ ରାତି 3ଟା ବେଳେ କଟୁଛି, 4:15ରେ ଆସିଛି। ମୁଁ ତାକୁ ରେକର୍ଡ କରିଛି, ମୁଁ ନିଜେ ଆମ ଅଞ୍ଚଳରେ, ଏ ଅଞ୍ଚଳ ମଧୁପାଟଣାରେ କଟିଥିଲା। 3:45ରେ 3:45 କଟିଲା, 4:15ରେ 2:45 କଟିଲା, 4:15ରେ ଆସିଲା। ଏଇସବୁ ବ୍ୟବସ୍ଥା, ଏ କାହିଁକି ଲାଇନ୍ କଟୁଛି, ଏ ଚୋରି କାହିଁକି ସେ କରୁଛି? ଏ ଚୋରି କରିବାର କାରଣ କ'ଣ? ବିଦ୍ୟୁତ ତ ସଫିସିଏଣ୍ଟ ଅଛି, ତାର କାରଣ ହେଉଛି ଆପଣମାନେ ସମସ୍ତେ ଜାଣିଥାନ୍ତୁ, OERC ପାଖରେ ଗୋଟେ ଏଗ୍ରିମେଣ୍ଟ କରାଯାଏ। ଆପଣ ପ୍ରତିବର୍ଷ ଯାଆନ୍ତି OERC ପାଖକୁ, ରିପୋର୍ଟ ନିଅନ୍ତି ଏବଂ ସେ କେତେ କନଜ୍ୟୁମ୍ କରିବ, କେଉଁ ମାସରେ କେତେ ନେବ କମ୍ପାନୀ, ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ, ସେଥିପାଇଁକି ତାଙ୍କ ସାଙ୍ଗେ ଗୋଟେ ଏଗ୍ରିମେଣ୍ଟ ହେଇଥାଏ। ସେ ଏଗ୍ରିମେଣ୍ଟ ଅନୁସାରେ ଧରି ନିଆଯାଉ ଏଇ ମାସରେ ତାକୁ 1,500 ମେଗାୱାଟ୍ ନେବାର ଅଛି କି 1200 ମେଗାୱାଟ୍ ନେବାର ଅଛି। 1200 ମେଗାୱାଟ୍ ଜାଗାରେ ସେ ଦେଖୁଛି ଯେ ପିକ୍ ପିରିୟଡ଼ ଆସିଲାଣି, ଲୋଡ୍ଟା ବଢ଼ିଯାଉଛି, 1400 ବା 1500 ମେଗାୱାଟ୍ ହେଇଯାଇପାରେ। ସେଥିପାଇଁ କ'ଣ କରୁଛି, 300-400 ମେଗାୱାଟ୍ କେମିତି କଟିବ, ମାଲକାନଗିରିରେ କାଟିଦେଲାଣି, ଏଠି ବାଲିପାଟଣାରେ